ଜୟ ଜଗନ୍ନାଥ। ଦୁଷ୍ଟ ଦଳନ ଓ ସନ୍ଥ ପାଳନ ନିମନ୍ତେ ଭଗବାନ ବାରମ୍ବାର ଅବତାର ଗ୍ରହଣ କରିଥାନ୍ତି। କେତେବେଳେ କୁର୍ମ ଅବତାର ତ ପୁଣି କେତେବେଳେ ମତ୍ସ୍ୟ ଅବତାରରେ, କେତେବେଳେ ରାଜ ପରିବାରରେ ଜନ୍ମଗ୍ରହଣ କରିଥାନ୍ତି ତ କେତେବେଳେ ବନ୍ଦୀଶାଳାରେ ଜନ୍ମଗ୍ରହଣ କରିଥାନ୍ତି। ରହସ୍ୟମୟ ପ୍ରଭୁଙ୍କର ରହସ୍ୟ କେବଳ ତାଙ୍କୁ ହିଁ ଜଣା। ତାଙ୍କର ପ୍ରତ୍ୟେକ ଅବତାର ରହସ୍ୟମୟ। ଶ୍ରୀକୃଷ୍ଣ ଅବତାରରେ ସେ ଜନ୍ମ ହେଲେ ବନ୍ଦୀଶାଳାରେ। ଜନ୍ମ ହେବା କ୍ଷଣି ପିତାଙ୍କୁ ନିର୍ଦ୍ଦେଶ ଦେଲେ ତାଙ୍କୁ ନେଇ ଗୋପପୁରରେ ଛାଡ଼ି ଆସିବା ପାଇଁ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିର ଘନଘୋର ଅନ୍ଧକାର ସାଙ୍ଗକୁ ବୁକୁପଟା ବର୍ଷା, ଘଡ଼ଘଡ଼ି ଓ ବିଜୁଳିର ଚମକରେ ମେଦିନୀ ଥରହର ହେଉଥିବା ସମୟରେ ସେ ଯମୁନାର ଅଥଳ ଜଳରେ ପିତାଙ୍କ କୋଳରେ ରହି ଯାତ୍ରା କଲେ ଗୋପପୁର। ଏହା ରହସ୍ୟ ନୁହେଁ ତ ଆଉ କ'ଣ? ଜୀବନକାଳ ମଧ୍ୟରେ ସେ ଜଣେ ଭ୍ରାତା, ପୁତ୍ର, ଗୁରୁ, ଶିଷ୍ୟ, ସାରଥୀ, ଗୋପାଳକ, ପ୍ରେମୀ ଆଦି ଅନେକ ଚରିତ୍ରରେ ନିଜକୁ ନିପୁଣ ଓ ନିଖୁଣ କରିପାରିଛନ୍ତି। ସୁଖ ଓ ଦୁଃଖ ପ୍ରତ୍ୟେକଟି ମୁହୂର୍ତ୍ତରେ ସଦା ପ୍ରସନ୍ନ ରହୁଥିବା ବ୍ୟକ୍ତି ଖୁବ୍ କମ୍ ଦେଖିବାକୁ ମିଳିଥାଏ। ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ଏକମାତ୍ର ଚରିତ୍ର ଯିଏ ଜନ୍ମ ଓ ମୃତ୍ୟୁ ଉଭୟକୁ ଏକ ରୂପରେ, ଏକ ଭାବରେ ଦେଖିଛନ୍ତି। ତାଙ୍କ ପାଇଁ ସୁଖ ଓ ଦୁଃଖ ସବୁ ହେଉଛି ଏକ ପ୍ରକାରର। ସେଥିପାଇଁ ତାଙ୍କର ମୁଖମଣ୍ଡଳ ସଦା ପ୍ରସନ୍ନ ଓ ସ୍ମିତ ହାସ୍ୟରେଖା ସଦା ତାଙ୍କ ମୁଖମଣ୍ଡଳରେ ବିରାଜମାନ କରିଥାଏ। ଜନ୍ମ ସମୟରେ ହିଁ ସେ ମୁଖରେ ସ୍ମିତ ହାସ୍ୟରେଖା ଟାଣି ପିତା ବସୁଦେବଙ୍କୁ ନିର୍ଦ୍ଦେଶ କରିଥିଲେ ତାଙ୍କୁ ଗୋପପୁରକୁ ନେଇଯିବା ପାଇଁ। ଜୀବନକାଳ ମଧ୍ୟରେ ସର୍ବଦା ସେ ପ୍ରସନ୍ନମୁଖ ଥିଲେ। ମୃତ୍ୟୁ ସମୟରେ ମୃଗକର୍ଣ୍ଣ ସଦୃଶ ପଦଯୁଗଳରେ ଜାରା ଶବରର ତୀର ଆଘାତରେ ମଧ୍ୟ ସେ ସ୍ମିତ ହସି ଶବରକୁ କହିଥିଲେ, ତୁମର କିଛି ଦୋଷ ନାହିଁ, ଏହା ବିଧି ନିର୍ଦ୍ଦିଷ୍ଟ। ଏହା ହିଁ ଆମକୁ ଶିକ୍ଷା ଦେଇଥାଏ ଯେ ଯେତେ ସମସ୍ୟା ଆସୁ ପଛେ ହସି ହସି ସବୁ ସହିଗଲେ ସମସ୍ୟା ଆପେ ଆପେ ମୁଣ୍ଡ ନୁଆଇଁ ଦିଏ। ମଥୁରାରୁ ଆସି ଗୋପପୁରରେ କୃଷ୍ଣ ଶଶିକଳା ପରି ବଢ଼ିବାକୁ ଲାଗିଲେ। କଂସ, ପୁତନା, ବୋକା, ଧେନୁକା, ଶକଟା ଆଦି ଅନେକ ଦୈତ୍ୟଙ୍କୁ କୃଷ୍ଣଙ୍କୁ ବଧ କରିବା ପାଇଁ ପଠାଇଥିଲା। ମାତ୍ର ତାର ସମସ୍ତ ଚେଷ୍ଟା ବୃଥା ଗଲା। କୃଷ୍ଣ ଗୋଟିଏ ପରେ ଗୋଟିଏ ଦୈତ୍ୟଙ୍କୁ ବଧ କରିଥିଲେ। ଶେଷରେ ସେ ମଥୁରା ଯାଇ ନିଜର ମାମୁଁ କଂସକୁ ବଧ କରିବା ସହିତ ଧରାପୃଷ୍ଠରେ ଧର୍ମ ସ୍ଥାପନ କରିଥିଲେ। ଏହାପରେ କିନ୍ତୁ ଭଗବାନ କୃଷ୍ଣ ଆଉ ବୃନ୍ଦାବନ ଫେରି ନଥିଲେ। ଏହି ବିଚ୍ଛେଦ ଗୋପୀମାନଙ୍କ ପାଇଁ ଅସହ୍ୟ ବୋଧ ହେଲା। କୃଷ୍ଣଙ୍କ ଚିନ୍ତାରେ ସେମାନଙ୍କର ଅନ୍ତର, ମନ ଓ ଚୈତନ୍ୟ ସବୁକିଛି ଧୀରେ ଧୀରେ ଶୁଦ୍ଧ ହୋଇଯାଉଥିଲା। ପ୍ରତ୍ୟେକ ବସ୍ତୁରେ, ନଦୀରେ, ଗଛରେ, ଆକାଶରେ, ନିଜ ଭିତରେ ସେମାନେ କେବଳ କୃଷ୍ଣଙ୍କୁ ହିଁ ଦେଖୁଥିଲେ। ପରମ ପ୍ରେମମୟ ପ୍ରଭୁ ଶ୍ରୀକୃଷ୍ଣ ସେମାନଙ୍କର ଏହି ପ୍ରକାର ଉପଲବ୍ଧି ଆସୁ ବୋଲି ଚାହୁଁଥିଲେ। ଭଗବାନ ଭକ୍ତ ପାଖରୁ ଏହା ହିଁ ଚାହାନ୍ତି। ସାକାର ରୂପେ ନୁହେଁ, ନିରାକାର ସତ୍ତାକୁ ଉପଲବ୍ଧି କରି ସେଥିରେ ତଲ୍ଲୀନ ହୋଇଯିବା ହିଁ ଭଗବତ୍ ଉପଲବ୍ଧି। ଭଗବାନ ନିଜ ଭକ୍ତ ନିକଟରୁ ଏହା ହିଁ କାମନା କରିଥାନ୍ତି। ଏହା ସମ୍ଭବ ହୋଇପାରିଥିଲା କେବଳ ମାତ୍ର ରାସଲୀଳା ପାଇଁ। ସାଧାରଣ ଲୋକେ ଯେପରି ରାସଲୀଳାକୁ ବୁଝନ୍ତି, ବାସ୍ତବିକ ରାସଲୀଳାର ଅର୍ଥ ତାହା ନୁହେଁ। ରାସଲୀଳା ହେଉଛି ଜୀବ ଓ ପରମାଙ୍କର ମିଳନ, ଜୀବାତ୍ମା ଓ ପରମାତ୍ମାଙ୍କର ମିଳନ। ଏହା ମାନବୀୟ ଲୀଳା ନୁହେଁ। ରାସଲୀଳା ସମୟରେ ପ୍ରତ୍ୟେକ ଗୋପୀଙ୍କର ଏହି ଅନୁଭବ ଆସିଥିଲା ଯେ କୃଷ୍ଣ ହିଁ ସେମାନଙ୍କର। ଶହ ଶହ ଗୋପୀଙ୍କ ନିକଟରେ ପ୍ରକଟିତ ହୋଇଥିଲେ ପ୍ରଭୁ। ଯେତେବେଳେ ସେମାନେ ନିଜ ସହିତ ପ୍ରତ୍ୟେକ ବସ୍ତୁରେ, ଜଳ, ସ୍ଥଳ, ଗଗନ, ପବନ ସବୁଠାରେ କୃଷ୍ଣଙ୍କୁ ଦର୍ଶନ କଲେ ସେତେବେଳେ ସେମାନଙ୍କର ଏହି ଅନୁଭବ ରୂପାନ୍ତରିତ ହୋଇଗଲା ଉପଲବ୍ଧିରେ। ଗୋପୀମାନଙ୍କ ପ୍ରେମର ଆଉ ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଭଗବାନ ଶ୍ରୀକୃଷ୍ଣ ବାଳକାବସ୍ଥାରେ ନିଜର କନିଷ୍ଠ ଅଙ୍ଗୁଷ୍ଠୀରେ ଗୋବର୍ଦ୍ଧନ ପର୍ବତ ଧାରଣ କରିବା। ସେ ନିଜର ଉଦ୍ଦାମତା ଦେଖାଇବା ପାଇଁ ଗୋବର୍ଦ୍ଧନ ଧାରଣ କରିନଥିଲେ, ବରଂ ଗୋପୀମାନଙ୍କର ପ୍ରେମ ତାଙ୍କୁ ଗୋବର୍ଦ୍ଧନ ଧାରଣ କରି ସେମାନଙ୍କୁ ରକ୍ଷା କରିବା ପାଇଁ ପ୍ରେରିତ କରିଥିଲା। ଏହାପରେ ବ୍ରଜ ଓ ମଥୁରାପୁରରେ ତାଙ୍କର ଲୀଳାଖେଳା ଶେଷ ହେଲା। ଦ୍ୱାରକାପୁର ନିର୍ମାଣ କରି ସେଠାରେ ସେ ପ୍ରଜାମାନଙ୍କୁ ଶାସନ କଲେ। ଏହି ସମୟରେ ପାଣ୍ଡବ ପାଞ୍ଚ ଭାଇଙ୍କୁ କୌରବମାନଙ୍କ ପୀଡ଼ନରୁ ରକ୍ଷା କରିବାରେ ତାଙ୍କର ମୁଖ୍ୟ ଭୂମିକା ଥିଲା। ପାଣ୍ଡବ ଓ କୌରବମାନଙ୍କ ମଧ୍ୟରେ ହୋଇଥିବା କୁରୁକ୍ଷେତ୍ର ଯୁଦ୍ଧରେ ସେ ତୃତୀୟ ପାଣ୍ଡବ ଅର୍ଜୁନଙ୍କର ଥର ସାରଥି ସାଜିଥିଲେ। ଅର୍ଜୁନଙ୍କର ସେ ଥିଲେ ସଖା, କିନ୍ତୁ ଅର୍ଜୁନ ତାଙ୍କର କେବଳ ସଖା ନଥିଲେ, ବରଂ ସେ ଥିଲେ ତାଙ୍କର ଭକ୍ତ। ସେଥିପାଇଁ ଭଗବାନ ଶ୍ରୀମଦ୍ ଭଗବଦ୍ ଗୀତାରେ କହିଛନ୍ତି, ସେ ଅର୍ଜୁନଙ୍କୁ କହିଥିଲେ, ଅର୍ଜୁନ,
ତୁମେ ଯେହେତୁ ମୋର ଭକ୍ତ ଓ ସଖା, ତେଣୁ ମୁଁ ତୁମକୁ ଗୂଢ଼ ରହସ୍ୟମାନ କହୁଛି। ସେହିଠାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କର ସମସ୍ତ ସଂଶୟ ମୋହ ଆଦି ଦୂର କରିଥିଲେ ଓ ତାଙ୍କ ନିକଟରେ ଶ୍ରେଷ୍ଠ ସମ୍ପଦ ଶ୍ରୀମଦ୍ ଭଗବଦ୍ ଗୀତାକୁ ଉଦ୍ଘାଟିତ କରିଥିଲେ। ପରମ ପ୍ରେମମୟ ପ୍ରଭୁଙ୍କର ସମଗ୍ର ଜାତିକୁ ସବୁଠୁ ମୂଲ୍ୟବାନ ସମ୍ପଦ, ସବୁଠୁ ମୂଲ୍ୟବାନ ଉପହାର ହେଉଛି ଶ୍ରୀମଦ୍ ଭଗବଦ୍ ଗୀତା। ଗୀତାର ଶିକ୍ଷା ସମଗ୍ର ମାନବ ସମାଜ ପାଇଁ ଉଦ୍ଦିଷ୍ଟ। ଏହା କୌଣସି ନିର୍ଦ୍ଦିଷ୍ଟ ଜାତି କିମ୍ବା ସମ୍ପ୍ରଦାୟ ମଧ୍ୟରେ ସୀମାବଦ୍ଧ ନୁହେଁ। ସମାଜର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବା ନିର୍ଦ୍ଦିଷ୍ଟ ବର୍ଗଙ୍କ ପାଇଁ ସେ ଅବତାର ଗ୍ରହଣ କରିନଥିଲେ। ସମଗ୍ର ମାନବ ସମାଜକୁ ଅଧର୍ମରୁ ଧର୍ମ ଆଡ଼କୁ ପ୍ରେରିତ କରିବା ପାଇଁ ସେ ଅବତାର ଗ୍ରହଣ କରିଥିଲେ। ଗୀତାର ପ୍ରତ୍ୟେକଟି ଶ୍ଲୋକରେ ସେ ମାନବ ସମାଜକୁ ଆଧ୍ୟାତ୍ମିକ ଉନ୍ନତି ପାଇଁ ପଥ ପ୍ରଦର୍ଶନ କରିଛନ୍ତି। ଯାହା ମନୁଷ୍ୟର ବାସ୍ତବ ଧର୍ମ, ସେଥିରେ ପ୍ରତିଷ୍ଠିତ ହେବାକୁ ସେ ଗୀତା ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କର ନିର୍ଦ୍ଦେଶିତ ପଥ କେବଳ ସାଧୁ, ସନ୍ଥ କିମ୍ବା ସନ୍ନ୍ୟାସୀମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ଏହା ବିଷୟ ଜଗତରେ ଜର୍ଜରିତ ପ୍ରତ୍ୟେକ ମନୁଷ୍ୟଙ୍କ ପାଇଁ ଉଦ୍ଦିଷ୍ଟ। ଅର୍ଜୁନଙ୍କ ମାଧ୍ୟମରେ ସମଗ୍ର ମାନବ ସମାଜକୁ ତାଙ୍କର ନିର୍ଦ୍ଦେଶ ଥିଲା ଯେ ଧର୍ମରେ ପ୍ରତିଷ୍ଠିତ ହୋଇ ସଂସାରର ସାଗରକୁ କିପରି ପାର କରାଯାଇପାରିବ। ସଂସାର ଜଞ୍ଜାଳରେ ବାନ୍ଧି ହୋଇଥିଲେ ମଧ୍ୟ କିପରି ଜଣେ ମନୁଷ୍ୟ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବ, ତାହା ପରମ ପ୍ରଭୁ ଏହି ଗୀତାରେ ନିର୍ଦ୍ଦେଶ କରିଛନ୍ତି। ଆତ୍ମ ଉପଲବ୍ଧି କରିବା ପାଇଁ ବା ଭଗବତ ଉପଲବ୍ଧି କରିବା ପାଇଁ ଭଗବାନ ସଂସାରକୁ କିମ୍ବା ସଂସାରର କୌଣସି ସମ୍ପର୍କ ଛିନ୍ନ କରି ସନ୍ନ୍ୟାସ ମାର୍ଗକୁ ଆପଣେଇବା ପାଇଁ କହିନାହାନ୍ତି। ସଂସାରର ସମସ୍ତ ବନ୍ଧନ ମଧ୍ୟରେ ଥାଇ ମଧ୍ୟ ଜଣେ କିପରି ଭାବରେ ବନ୍ଧନମୁକ୍ତ ହୋଇପାରିବ, ତାହା ସେ ଗୀତାରେ ନିର୍ଦ୍ଦେଶ କରିଛନ୍ତି। ଶେଷରେ କୌରବମାନଙ୍କର ଅର୍ଥାତ୍ ଅଧର୍ମର ବିନାଶ ଘଟିଛି ଏବଂ ପାଣ୍ଡବମାନଙ୍କର ବିଜୟ ହୋଇଛି। ପୃଥିବୀରେ ଧର୍ମ ସଂସ୍ଥାପନା ହୋଇଛି। ସଂସାରର ଯିଏ ଜନ୍ମ ଲାଭ କରିଥାଏ, ତାକୁ ସଂସାରର ସମସ୍ତ ନିୟମକୁ ମାନିବାକୁ ମଧ୍ୟ ପଡ଼ିଥାଏ। ତେଣୁ ଶେଷରେ ଜଣେ ବ୍ୟାଧର ଶରାଘାତରେ ତାଙ୍କୁ ମର୍ତ୍ତ୍ୟଧାମ ତ୍ୟାଗ କରିବାକୁ ପଡ଼ିଛି। ଜନ୍ମରୁ ଶେଷ ପର୍ଯ୍ୟନ୍ତ ତାଙ୍କ ଭିତରେ ପ୍ରଶାନ୍ତି ହିଁ ବିରାଜମାନ କରିଥିଲା। ତାଙ୍କୁ ସ୍ମରଣ କଲେ, ମନନ କଲେ କେବଳ ପ୍ରଶାନ୍ତି ହିଁ ଅନୁଭୂତି ହୋଇଥାଏ। ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବରେ ଆମେ ପ୍ରତ୍ୟେକ ତାଙ୍କ ନିର୍ଦ୍ଦେଶିତ ପଥକୁ ଅନୁସରଣ କରିବା ସହିତ ସର୍ବଦା ପ୍ରଶାନ୍ତି ଭାବରେ ରହିଲେ ନିଶ୍ଚୟ ଆମର ସମସ୍ତ ସମସ୍ୟାର